ଆଜ୍ଞା ନମସ୍କାର। ଦ ଲାଇଫ୍ ଅଫ୍ ମା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଚାଲିଲୁ ଲାଷ୍ଟ ରଜରେ ମୋ ପୁଅ ତା ବାବା ମୁଁ ପାର୍କ ବୁଲି। ଆମେ ଦିନରୁ ଯାଇଛୁ। ଦେଖନ୍ତୁ ସେ କେତେ ପାର୍କରେ ଏନ୍ଜୟ କରୁଛି। ଆଜି ଦେଖିବେ ସେ ପାର୍କ ଯାଇକି ମୋ ବାବା ବହୁତ ଖୁସି। କେତେ ବୁଲୁଛି। ତା ବାବା ସାଙ୍ଗେ ସେ ଆଗେ ଆଗେ ଚାଲିଛି, ଦେଖଉଛି କେଉଁଟା କ'ଣ ଅଛି, କେଉଁଠି ପିଲାମାନେ ଅଛନ୍ତି। ଏଇଟା ଦେଖିକି ସେ ଭାରି ଖୁସି ହେଲା। ସେ ଡିସାଇଡ଼୍ କରିପାରୁନି ଯେ ସେ କେଉଁ ପଟକୁ ଯିବ, କେଉଁ ଦୋଳିଟା ଆଗେ ଖେଳିବ। ଫାଇନାଲି ସେ ତା ଦୋଳିରେ ବସିଗଲା। ଦୋଳି ଖେଳୁଛି, ତା ସାଇଡ଼ରେ ଆଉ ଗୋଟେ ପିଲା ବି ଖେଳୁଛି। ଦେଖନ୍ତୁ ପାର୍କଟା କେତେ ସୁନ୍ଦର ଲାଗୁଛି। ବର୍ଷା ହେଇଥିଲା ନା, ଭଲ ଥଣ୍ଡା ପାଗରେ ବୁଲିବାକୁ ମଜା ଆସିଗଲା। କେତେ ସୁନ୍ଦର ସୁନ୍ଦର ଫୁଲ ହେଇଛି। ତାର କିନ୍ତୁ ଦୋଳି ଖେଳ ସରୁନି। ଆଉ ଗୋଟେ ଜାଗାକୁ ପୁଣି ଦୋଳି ଖେଳିବାକୁ ପଳେଇଲା। ଆହୁରି ଗୋଟେ। ତାକୁ ରଜ ବେକାର ଲାଗୁଥିଲା, ଏବେ ତାକୁ ରଜ ଠିକ୍ ଭଲ ଲାଗିଲା। ଦେଖନ୍ତୁ ସେ ଏକା ଏକା ଚାଲିଛି, କୁଆଡ଼େ ବୁଲିବ, କ'ଣଟା ଖେଳିବ କିଛି ବି ଡିସାଇଡ଼୍ କରିପାରୁନି। ଏମିତି ବୁଲି ବୁଲି ବହୁତ ଟାଇମ୍ ଆମେ ବୁଲିଲୁ ପାର୍କରେ, ବହୁତ ଏନ୍ଜୟ ବି କଲୁ। ଚାଲିଛି ସିଏ କୁଆଡ଼େ ଯିବ। ଆଉ କିଛି ଦୋଳି ପାଉନି ସେ ଖେଳିବାକୁ, ଖାଲି ଏପଟ ସେପଟ ବୁଲୁଛି। ଫାଇନାଲି ମୋର ଗୋଟେ ଆଜି ମୋ ସାଙ୍ଗ ସହିତ ସେ ପାର୍କରେ ଦେଖା ହେଇଗଲା। ଆମେ ଦୁଇଜଣ ବି ବହୁତ ମଜା କଲୁ। ଯେହେତୁ ରାତି ଆସିଥିଲା, ତା ସାଙ୍ଗେ ଟିକେ କଥାବାର୍ତ୍ତା ହେଇକି ଆମେ ଘରକୁ ଫେରିଲୁ। ଏଟାକୁ ବାଏ କରିକି ଆମେ ଆସିଲୁ। ଏବେ ରାତି ହେଇଗଲାଣି, ଆମେ ଫେରୁଛୁ ଘରକୁ। ମୋ ପୁଅ ତା ବାବା ଆଗେ ଆଗେ ଚାଲିଛନ୍ତି, ଦେଖନ୍ତୁ। ଏଠି କିଛି ଫଟୋ ସେକ୍ସନ୍ ହେବ, ସେଥିପାଇଁ ତାକୁ ପୋଜ୍ କୁହାହେଉଛି, କେମିତି ଫଟୋ ଉଠେଇବୁ। ପୁଣି ଥରେ ସେ ସାଙ୍ଗ ସହ ଦେଖା କରିକି ତାକୁ ମୋ କଲେଜ ଟାଇମ୍ର ସାଙ୍ଗ ଇଏ। ଆପଣ ଯଦି ମୋ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ତେବେ